ପଟାଟୋ ଆସିଥିଲା, ଫଳକୋବି ଲାଗିଥିଲା। ଫଳକ 7-8 ମାସ 9 ମାସ ରହିଲା, ତାପରେ ବାହାର କରି ଧରିଗଲେ କି କ'ଣ କଲେ କେଜାଣି, ମାତ୍ର ଆସିଥିଲା ଫଳକ ନାହିଁ ଆଉ। ଆଉ ଏ ରୋଡ଼ଟା ହେଲେ ସମସ୍ତଙ୍କୁ ଭଲ ହେବ। ସରକାର ଯଦି ଦେଇଥିଲେ ରୋଡ଼ଟା, ତାପରେ ଆଉଥରେ ନେଲେ କାହିଁକି? କ'ଣ ଦରକାର ନେବା ପାଇଁ? ଭଲ କାର୍ଯ୍ୟକ୍ଷମ ହେଲେ ତ ଆମେ ଏଠି 10 ଖଣ୍ଡ ଗାଁର ଲୋକ ଉପକୃତ ହୋଇପାରନ୍ତୁ ନା। ଆଉ ସେ ତ ହେଇପାରିଲାନି। କ'ଣ ହେଲା କିସ ହେଲା? ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ବୋଲି ଗୋଟେ ଫଳକ ଲାଗିଥିଲା, ତାହିଁରେ 18 ପରିମାଣ ରୋଡ଼ର ମାପ ସବୁ ଜାଗା ଥିଲା। ସେଠୁ 8 ମାସ 9 ମାସ ରହିଲା ସେମିତି, ତାପରେ ସେଇଟାକୁ ଧରି ପଳେଇଲେ। କୁଆଡ଼େ ଧରିଗଲେ କ'ଣ ଆମେ ସେଟା ଆଉ ଦେଖିନୁ। କିନ୍ତୁ ଯିବାକୁ ବଡ଼ ଅସୁବିଧା। ପଦରବାଡ଼ି ମଧ୍ୟ ବହୁତ ଅଛି ସେ ଏରିଆରେ, ସେ ଯିବାକୁ ବୋର୍ଡ ନାହିଁ କି ଯିବାକୁ ମଧ୍ୟ ଅସୁବିଧା, ବହୁତ ଅସୁବିଧା ହେଉଛି ଲୋକଙ୍କୁ। ଲୋକ ସେଟା ଚାହୁଁଛନ୍ତି ରାସ୍ତାଟା ହେବା ପାଇଁ। ସେଟା କେଉଁ ଗାଁରୁ ଆରମ୍ଭ ହେଇକିରି କେଉଁ ଗାଁରେ ଶେଷ? ସେଇଟା ବାଳକୃଷ୍ଣପୁର ଟୋଟା ଗୋପାଠ ଲାଷ୍ଟ ଉଠୁ ଆରମ୍ଭ ହେଇକିରି ପୁରା ଡାଇରେକ୍ଟ ତରତାରିଣୀ ପର୍ଯ୍ୟନ୍ତ, ଆମର ଇଣ୍ଟରନ୍ୟାସନାଲ ପ୍ଲେସ୍ ଯୋଉ ଅଛି ତରତାରିଣୀ ଜଙ୍କସନ ପର୍ଯ୍ୟନ୍ତ ଯାଇ। ତାମାନେ ପୁଟିଆପଦର ପଞ୍ଚାୟତରୁ ଆରମ୍ଭ ହେଇକିରି ତରତାରିଣୀ ପର୍ଯ୍ୟନ୍ତ ସେଟା ସିଧା ରାସ୍ତା ଥିଲା। ବଢିଆ ରାସ୍ତା ହେଇଥିଲା, ସମସ୍ତଙ୍କୁ ଭଲ। ଏ ରୋଡଟା ହେଲେ ସମସ୍ତଙ୍କୁ ଭଲ ହବ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ କ'ଣ ହେଲା କେଜାଣି, ସେ ଘାସ ଉଠିକିରି ପ୍ରାୟତଃ ଖରାପ ହେଇକିରି ପଡୁଛି। ଦେଖୁନାହାନ୍ତି, ପୁରା ଖରାପ ହେଇକିରି ପଡୁଛି। କ'ଣ କହିବେ? ଆପଣଙ୍କର ଯୋଉ ଗୋପାଟ ଠାରୁ ଗୋଟେ ରୋଡ ଥିଲା, ଯୋଉଟା କି ପ୍ରଧାନମନ୍ତ୍ରୀ ସଡ଼କ ବୋଲି ଆମେ ଶୁଣିବାକୁ ପାଉଥିଲୁ, ଯୋଉଟା କି ବାଳକୃଷ୍ଣପୁର ତରତାରିଣୀ ଛକ ପର୍ଯ୍ୟନ୍ତ ସେ ରୋଡଟା ସିଧାସଳଖ ଗୋଟିଏ ରୋଡ ଥିଲା। ସରକାର ସେଇଟାକୁ ଗାଁ ଲୋକ ପାଇଁ ଗୋଟେ ସୁବିଧାଜନକ ରାସ୍ତା ବୋଲି ତିଆରି କରିଥିଲେ। ତ ଆମେ ଦେଖିବାକୁ ପାଉଛୁ ସେ ରୋଡଟି ସେଇଟା ନାହିଁ। କ'ଣ ହେଇଛି ସମସ୍ୟାଟା? ନା, ପ୍ରକୃତ କଥା, ବାଳକୃଷ୍ଣପୁର PW ରୋଡ ଯୋଉ ଗାଈଗୋପାଟ ବାଳକୃଷ୍ଣପୁର ଅଛି, ସେଇଠୁ ସେ ତରତାରିଣୀ ଜଙ୍କସନ ପର୍ଯ୍ୟନ୍ତ ସେ ରୋଡଟା ଅଛି। PWD ଆମର ଇରିଗେସନ ରୋଡଟା, କିନ୍ତୁ ତାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ବୋର୍ଡ ମରା ହେଇଛି, କିନ୍ତୁ କାମ ହେଇନି କିଛି। ବୋର୍ଡ ଲାଗିଛି, ଏବେ ବୋର୍ଡ କିନ୍ତୁ ନାହିଁ। ବୋର୍ଡ ଲାଗିଥିଲା କିନ୍ତୁ କାମ ହେଇନି। ତାମାନେ ଆପଣ କ'ଣ କହିବାକୁ ଚାହୁଁଛନ୍ତି ଯେ ଏଇଠିର ଲୋକ, ଆମର ଗାଁ ଖାଲି ନାହିଁ, ବାଳକୃଷ୍ଣପୁର ଖାଲି ନାହିଁ, ପାଖାପାଖି ଏରିଆ ଲୋକ ସେପଟେ ଯିବାକୁ ବହୁତ ସୁବିଧା ହେଇଥାନ୍ତା। ତରତାରିଣୀ ବାହାରିବାକୁ କମ୍ ରାସ୍ତାରେ ପଳେଇଥାନ୍ତେ, 4 କିଲୋମିଟରରେ। ଏବେ ଆମେ ଜାମୁନି ପଟେ ଗଲେ କି ଇଏ ପଟେ ଗଲେ ଆମକୁ 8 କିଲୋମିଟର 10 କିଲୋମିଟର ପଡୁଛି ତରତାରିଣୀ ଛକ, କିନ୍ତୁ ଏପଟେ ଗଲେ 4 କିଲୋମିଟର ଆମେ ପଳେଇଥାନ୍ତୁ ସେଠିକି। ବର୍ତ୍ତମାନ ଆପଣ ପରିଚୟ ଦିଅନ୍ତୁ, ଆଉ କ'ଣ କହିବାକୁ ସରକାରକୁ ଅନୁରୋଧ କରୁଛନ୍ତି? ସରକାର ତ ସେଇଟା ଦେଇଥିଲେ, ସରକାର ନେଇଗଲେ, କ'ଣ ପାଇଁ ନେଲେ କିଏ ଜାଣିছে ସେଇଟା। ତା ମାନେ ଆପଣ କହୁଛନ୍ତି ଯେ ସେଟା ଅଗୋଚର, ଆପଣଙ୍କର ଅଗୋଚର ରହିଛି? ହଁ, ଅଗୋଚର ରହିଛି ସେଇଟା। ମୋ ନାଁ ଶତ୍ରୁଘ୍ନ ରାଉତ, ମୁଁ ବାଳକୃଷ୍ଣପୁର। ଆଉ ମୁଁ ଗୋଟେ ସ୍ୱେଚ୍ଛାସେବୀ ହିସାବରେ ଗାଁରେ କାମ କରୁଛି। ସେ ରୋଡଟା ହେବା ପାଇଁ ଅନୁରୋଧ କରୁଛି ସରକାରଙ୍କୁ। ସେ ବିଭାଗୀୟ ଅଫିସରକୁ ବି ଅନୁରୋଧ କରୁଛି, ସେ ରୋଡଟା କେମିତି କାମ କରାଯାଉ।